ଆନନ୍ଦପୁର ପ୍ରେସ୍ କ୍ଲବର ବାର୍ଷିକ ଉତ୍ସବ ଏବଂ ବାଣିଜ୍ୟ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅପରାହ୍ନ 3ଟା ସମୟରେ ଝାଡ଼େଶ୍ୱର ମହାଦେବଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ଦଧିବାମନଜୀଉଙ୍କ ପୀଠରେ ପହଞ୍ଚିଥିଲା। ପୂଜାର୍ଚ୍ଚନା ପରେ ଘୁମୁରା, ମାର୍ଶାପାଳର ଆଦିବାସୀ ନୃତ୍ୟ, ସିଂହବାଜାର ତାଳେ ତାଳେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଆନନ୍ଦପୁର ଷ୍ଟାଡିୟମରେ ପହଞ୍ଚିଥିଲା। କ୍ଲବ ସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ମୁଖ୍ୟ ବକ୍ତା ପ୍ରବଚକ ପଣ୍ଡିତ ଜିତୁ ଦାସ, ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଯୋଗଦେଇ ଗଣମାଧ୍ୟମ ଶକ୍ତିଶାଳୀ ହେଲେ ସମାଜରେ ବ୍ୟାପକ ପରିବର୍ତ୍ତନ ଆସିପାରିବ ବୋଲି ମତବ୍ୟକ୍ତ କରିଥିଲେ। ଆନନ୍ଦପୁର ପ୍ରେସ୍ କ୍ଲବ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଲୋକଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇବ ବୋଲି ମଧ୍ୟ କହିଥିଲେ। ସାମ୍ବାଦିକମାନେ ନିଜ ଲେଖା ମାଧ୍ୟମରେ ଲୋକଙ୍କ ସମସ୍ୟା ପ୍ରଶାସନ ନିକଟରେ ପହଞ୍ଚିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ସମୟଶ୍ରୀ ଚାଟାର୍ଜୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନାର ଶଙ୍କର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ପରେ ଭୁବନେଶ୍ୱରର ସସ୍ମିତା ମହାନ୍ତିଙ୍କ ଗ୍ରୁପ ଖୋର୍ଦ୍ଧା ନୃତ୍ୟଶ୍ରୀ ଅନୁଷ୍ଠାନ ଓଏବି ଶାଳପଡ଼ାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଆନନ୍ଦପୁରରୁ ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ପ୍ରେସ୍ କ୍ଲବ ଇଏ ତ ହଉଛି ଆନନ୍ଦପୁର ପ୍ରେସ୍ କ୍ଲବର ଯେତିକି ସାମ୍ବାଦିକ ଭାଇମାନେ ଅଛନ୍ତି ଏଠି, ମତେ ସବୁଠୁ ଖୁସି ଲାଗୁଛି, ଆନନ୍ଦ ଲାଗୁଛି। ଗତ ବର୍ଷ କରିଥିଲେ, ଏ ବର୍ଷ ବି କଲେ, କିନ୍ତୁ ଗୋଟେ କେଡ଼େ ସୁନ୍ଦର ସମ୍ପର୍କ ନିଜ ନିଜ ଭିତରେ ଏମାନଙ୍କର ଯୋଉ ଭାଇଚାରାର ସମ୍ପର୍କ ସାମ୍ବାଦିକ ମାନଙ୍କ ଭିତରେ ଅଛି, ଏଟା ଅତି ଆନନ୍ଦର କଥା। ଏକାଠି ବସୁଛନ୍ତି, ଏକାଠି ଉଠୁଛନ୍ତି ସମସ୍ତେ। କିଏ କୋଉଥିର ସାମ୍ବାଦିକ, ମୁଁ ଅମୁକ ଚ୍ୟାନେଲ, ମୁଁ ଅମୁକ, ସେ ଧାରଣା ନାହିଁ, ସେ ଚିନ୍ତାଧାରା ନାହିଁ। ଏଇ ତ ମୋ ଆନନ୍ଦପୁରର ନିଆରା ପରମ୍ପରା, ଏ ତ ନିଆରା। ଆନନ୍ଦପୁର ତା ନାଁ ଆନନ୍ଦ, ସେଠି ଆନନ୍ଦ। ଆଉ ଏ ଅନୁଷ୍ଠାନର ମୁଖ୍ୟ ଆଭିମୁଖ୍ୟ ବା ମୁଖ୍ୟ ଲକ୍ଷ୍ୟ ଏଇଆ, ଆମ ଆନନ୍ଦପୁର ଅଞ୍ଚଳରେ ଲୁକାୟିତ ପ୍ରତିଭା, ଯୋଉମାନଙ୍କ ପାଖରେ ବହୁତ ପ୍ରତିଭା ଅଛି କିନ୍ତୁ ବଣ ମଲ୍ଲି ଭଳି ସେମାନେ ବଣରେ ଫୁଟିକି ମଉଳି ଯାଉଛନ୍ତି, ଏଭଳି ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା, ସାମ୍ନାକୁ ଆଣିବା, ତାଙ୍କ ପ୍ରତିଭାକୁ ବିକଶିତ କରାଇବା, ଏ ହଉଛି ମୂଳ ଲକ୍ଷ୍ୟ, ଏ ଅନୁଷ୍ଠାନର ମୂଳ ଲକ୍ଷ୍ୟ। ଏବଂ ଏ ଅଞ୍ଚଳର ଭାଇଚାରା ବଜାଇ ରଖିବା ଏବଂ ଆନନ୍ଦପୁର ଅଞ୍ଚଳର ଯେତେ ମହାନ ମହାନ ବ୍ୟକ୍ତି ଅଛନ୍ତି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବା, ସମ୍ମାନିତ କରିବା। କୌଣସି ପୂଜାରେ ମାନେ ବ୍ୟତିକ୍ରମ କରୁନାହାନ୍ତି, ଆଉ ନିଜର ଭାଇଚାରା ସମ୍ପର୍କ କେବେ କ୍ଷୁର୍ଣ୍ଣ କରିନାହାନ୍ତି, ଆଉ ନିଜର ସାମ୍ବାଦିକ ପଣିଆକୁ ଯେତିକି ପରାକାଷ୍ଠା ଦେଖେଇବା କଥା ତାଠୁ ଅଧିକ ଦେଖାଉଛନ୍ତି। ତେଣୁ ମୁଁ ମା ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିବି, ହେ ମା ଜଗତ ଜନନୀ, ଯଦି ସତରେ ତୁ ଦୟାମୟ ହେଇଥିବୁ ନା, ଏଇ ଯୋଉ 9 ଦିନ ବ୍ୟାପୀ ଯୋଉ କାର୍ଯ୍ୟକ୍ରମ ହଉଛି, 9 ଦିନ ବ୍ୟାପୀକି ଯେପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟ ଥିବେ, ଏ ସାମ୍ବାଦିକ ଭାଇମାନେ ଯେପର୍ଯ୍ୟନ୍ତ ଥିବେ ସେ ପର୍ଯ୍ୟନ୍ତ ଅନୁଷ୍ଠାନଟି ଚାଲିବ ଏବଂ ସମସ୍ତେ ବି ଚାହୁଁଛନ୍ତି ଚାଲୁ ବୋଲି। ମା ତାରିଣୀ ମଙ୍ଗଳ କରୁ, ସମସ୍ତଙ୍କର ମଙ୍ଗଳ। ଆଉ ସର୍ବପ୍ରଥମ ମୁଁ ଧନ୍ୟବାଦ ଦେବି ଆନନ୍ଦପୁର ପ୍ରେସ୍ କ୍ଲବ ଯୋଉ ମହୋତ୍ସବଟି ଆୟୋଜନ କରିଛନ୍ତି। ସେମାନେ ଯୋଉ ଅକ୍ଲାନ୍ତ ପରିଶ୍ରମ କରି ମାସେ ହେଲା ଏ ଆୟୋଜନ କରିଥିବାରୁ ମୋ ହୃଦୟରୁ କୃତଜ୍ଞତା ଜ୍ଞାପନ କରିବି। ଯାହା ହଉ ଏ ଜାଗାରେ ଆମର ପ୍ରଶାସନ ଫେଲ ମାରିଛି, ଯିଏକି ଯୋଉ ମହୋତ୍ସବ କରିପାରିନି। ତେଣୁ ସାମ୍ବାଦିକ ବନ୍ଧୁମାନଙ୍କର ଏକତା ଏବଂ ସଂଗଠିତ ହୋଇ ଅକ୍ଲାନ୍ତ ପରିଶ୍ରମ କରି ଏଇ ଯୋଉ ବାଣିଜ୍ୟ ମହୋତ୍ସବଟି କରିଥିବାରୁ ମୁଁ ସେମାନଙ୍କୁ ଆଉ ଥରେ କୃତଜ୍ଞତା ଜ୍ଞାପନ କରିବି। ଏବଂ ଆମେ ଗୋଟେ ବର୍ଷ ଧରି ଅପେକ୍ଷା କରି ରହିଥାଉ ଆନନ୍ଦପୁରର ଏଇ ଯୋଉ ମହୋତ୍ସବଟିକି, ଯିଏକି ସେ ଆମ ହାତ ପାହାନ୍ତାରେ ସବୁ ପ୍ରକାର ଜିନିଷ ଆଣି ପହଞ୍ଚେଇ ପାରିଛନ୍ତି ଏବଂ ତାଙ୍କର ବହୁ ଚେଷ୍ଟା, ବହୁ ମୂଲ୍ୟ ସମୟ ନଷ୍ଟ କରି ଏଇ ଯୋଉ ଆନନ୍ଦପୁର ଭାଇଚାରା ସମ୍ପର୍କ ସୃଷ୍ଟି କରିଛନ୍ତି, ଏକତା ବଜାଇ ରଖିଛନ୍ତି, ତାଙ୍କୁ ସାଧୁବାଦ ମଧ୍ୟ ଜ୍ଞାପନ କରିବି। ଆପଣ ମାନେ ଜାଣି ଖୁସି ହେବେ, 9 ଦିନ ଧରି ଆନନ୍ଦପୁର ପ୍ରେସ୍ କ୍ଲବ ତରଫରୁ ବାଣିଜ୍ୟ ମହୋତ୍ସବ ଆଜି ଉଦ୍ଘାଟିତ ହୋଇଛନ୍ତି। କେତେ ଖୁସି ଲାଗେ ଯେତେବେଳେ ଗୋଟିଏ ମହୋତ୍ସବ ହୁଏ। ଆଗରୁ ଆନନ୍ଦପୁର ମହୋତ୍ସବ ହୋଇଥିଲା, ଯାହାକି 2 ବର୍ଷ ଧରି ବନ୍ଦ ହେଇଗଲା। ଆନନ୍ଦପୁର ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ ମାନଙ୍କର ଅକ୍ଲାନ୍ତ ପରିଶ୍ରମରେ ଦ୍ୱିତୀୟ ବର୍ଷ ଏ ବାଣିଜ୍ୟ ମହୋତ୍ସବ ନାଁ ଦିଆଇ କରାଯାଉଛି। ସମସ୍ତଙ୍କର ସହଯୋଗ ଅଛି। କେବଳ ଯେ ପ୍ରେସ୍ କ୍ଲବ ନୁହେଁ, ଆନନ୍ଦପୁର ବାସୀଙ୍କର ସମସ୍ତ ଯୋଉ ଅଛନ୍ତି ଅଞ୍ଚଳର ମୁରବୀ ମାନେ ଅଛନ୍ତି, ବୁଦ୍ଧିଜୀବୀ ମାନେ ଅଛନ୍ତି ଏବଂ ପ୍ରଶାସନ ସମସ୍ତଙ୍କ ସହଯୋଗରେ 9 ଦିନ ଧରି ଏଇ ଆନନ୍ଦପୁର
जो प्रेस क्लब तरफ वाणिज्य महोत्सव अनुष्ठित हम समस्त अनुरोध करुचु समस्त सहयोग रो एवं भरपूर मनोरंजन करतु वाणिज्य महोत्सव देखो 9 दिन धरी आम अंचल जो लोकायत प्रतिभा मान अच्छा से कला क्षेत्र हो एवं सांस्कृतिक क्षेत्र हो सबुतिर जो लोकायत प्रतिभा मान अच्छा से सुजोग दि जाउछि एवं पुरस्कृत करा जाउछि आमर जो लोकायत प्रतिभा मान लोकलोचन को आनिया